ଜଗନ୍ନାଥ। ଆସନ୍ତୁ ପ୍ରଥମେ ନୀତିବାଣୀ ଜାଣିବା। ଯଦି ସେହି ସମର୍ଥ ବୀର ଯୁଦ୍ଧର ଜୀବନ ବ୍ୟର୍ଥ, ଯିଏ ସଂଗ୍ରାମର ଅବସର ପାଇ ଯୁଦ୍ଧ କରେ ନାହିଁ, ତେଣୁ ସେ ବୀରର ଜୀବନ ଧିକ ହୁଏ। ସେହିପରି ସନ୍ନ୍ୟାସୀର ଜୀବନ ବ୍ୟର୍ଥ, ଯିଏ ନିଜକୁ ସନ୍ନ୍ୟାସୀ ବୋଲି ପରିଚୟ ଦିଏ କିନ୍ତୁ ବାସନା ତ୍ୟାଗ କରିନଥାଏ, ତେଣୁ ତାର ଜୀବନ ଧିକ ହୁଏ। ସେହି ଧନବାନ ଧନ ବ୍ୟର୍ଥ, ଯେ ଦାନ ଦିଏ ନାହିଁ, ତାହାର ଧନୀ ହବାର ଜୀବନ ବ୍ୟର୍ଥରେ ଯାଏ। ସେହି ନିର୍ଧନ ଜୀବନ ବ୍ୟର୍ଥ, ଯେ କି ନିର୍ଧନ ହୋଇ ମଧ୍ୟ ଧର୍ମାଚରଣ କରେ ନାହିଁ। ନିର୍ଧନ ବ୍ୟକ୍ତି ତ ଧର୍ମାଭିମୁଖୀ ହୋଇଥାଏ। ଯଦି ଏଭଳି ଅବସ୍ଥାରେ ଜଣେ ଧର୍ମାଚରଣ କରେ ନାହିଁ, ତେବେ ତାର ଜୀବନକୁ ଧିକ ବୋଲି କୁହାଯାଏ। ସେହି ପଣ୍ଡିତର ପାଣ୍ଡିତ୍ୟ ବ୍ୟର୍ଥ, ଯେ ଶାସ୍ତ୍ର ପୁରାଣ ପଢ଼ି ମଧ୍ୟ ସତ୍କର୍ମ କରେ ନାହିଁ, ତେଣୁ ତାର ଜୀବନ ଆଉ କଣ ହେଇପାରେ, ଧିକରୁ ଧିକକୁ ଯାଏ। ସେହି ପୁତ୍ରର ଜୀବନ ବ୍ୟର୍ଥ, ଯେ କି ପିତାମାତାଙ୍କୁ ଭକ୍ତି କରେ ନାହିଁ। ଯଦି ପିତାମାତାଙ୍କୁ ଭକ୍ତି କରେ ନାହିଁ, ତେବେ ତାର ଜୀବନ ଧିକ ହୁଏ। ସେ ଯେତେ ବଡ଼ ଭକ୍ତ ଭଗବାନ ବା ଚରିତ୍ରବାନ ହୁଅନା କାହିଁକି। ସେ ସ୍ତ୍ରୀର ଜୀବନ ବ୍ୟର୍ଥ, ଯେ ସ୍ୱାମୀର ପ୍ରୀତି ପାଏ ନାହିଁ, ତେଣୁ ସେ ସ୍ତ୍ରୀର ଜୀବନକୁ ଧିକ ବୋଲି କୁହାଯାଏ। କାରଣ ସ୍ତ୍ରୀ ପାଇଁ ସ୍ୱାମୀ ସର୍ବାଗ୍ର ଦେବତା। ସେହି ମନୁଷ୍ୟର ଜୀବନ ବ୍ୟର୍ଥ, ଯେ ଶିଷ୍ଟାଚାର ଓ ସଦାଚାର ଜାଣେ ନାହିଁ। ଯଦି ସଦାଚାର ଓ ଶିଷ୍ଟାଚାର ନାହିଁ, ତେଣୁ ସେ ଜୀବନ ଧିକ, କାହିଁକି ନା ତାହା ପଶୁତୁଲ୍ୟ ସମାନ। ସେହି ବ୍ୟକ୍ତି ନିଜ ଉପରେ ଅଧିକ ବିଜୟ ପ୍ରାପ୍ତି କରିଥାଏ, ଯେ ନିଜର ଦୁର୍ବଳତା ପ୍ରତି ସଚେତନ ଥାଏ। ତେଣୁ କୁହାଯାଉଛି ଯେ ସେହି ବ୍ୟକ୍ତିର ଜୀବନ ଉପରେ ଅଧିକ ବିଜୟ ପ୍ରାପ୍ତି କରିନେଇଛି, କେବଳ ସେ ନିଜର ଦୁର୍ବଳତା ପ୍ରତି ସଚେତନ ନଥିବାରୁ। ନିଜର ଦୋଷ ବା ଭୁଲ ଗୁଡ଼ିକ ମନୁଷ୍ୟ ନିଷ୍ପକ୍ଷ ନେତ୍ରରେ ଦେଖିପାରେ ନାହିଁ, ଅନ୍ୟର ଭୁଲକୁ ଦେଖିପାରେ। ଆମର ବା ବଡ଼ପଣିଆ ଏତେ ତୀବ୍ର ଯେ ଆମେ ଆମ ଭୁଲର ନିରପେକ୍ଷ ନିର୍ଣ୍ଣୟ ହୋଇ କରିପାରୁନାହୁଁ। କାରଣ ଆମର ଭୁଲ ନାହିଁ। ଏଇ ବଡ଼ ଅହମିକା ଗର୍ବ ଥିବାରୁ ମୁଁ ଯାହା କରେ ଶ୍ରେଷ୍ଠ କରେ, ମୋର କୌଣସି ମୁଁ ହାର ମାନେନି, କ୍ଷମା ମାଗେନି, ମୁଁ ହିଁ ଠିକ କରେ। ଏଇ ଯେ ଗର୍ବ ଅହମିକା ମଣିଷକୁ ଧିକକୁ ନେଇଯାଏ। ସମ୍ମାନ ହିଁ ଶିଷ୍ଟାଚାରର ପୁରସ୍କାର। ବର୍ତ୍ତମାନ ମନୁଷ୍ୟ ସମାଜ ନିଜର ଆତ୍ମକଲ୍ୟାଣ ପାଇଁ ଚେଷ୍ଟା କରୁନାହିଁ। ସେ କେବଳ ଧନବାନ ହେବା ପାଇଁ ଚାହେଁ, ଗଭୀର ଧନବାନ ହେବା ପାଇଁ ଚାହେଁ, ଲକ୍ଷପତି କୋଟିପତି ହେବାକୁ ଚାହେଁ। ଶିଷ୍ଟାଚାର ଭୁଲିଯାଏ। ରୋଗ ବାସନାରକୁ ତାର ପ୍ରବୃତ୍ତି ବିକେ ମାନବତା ଦାନବତାର ପରିଣତ ହୁଏ। ସେତେବେଳେ ତାକୁ କେବଳ ଧନ ଦ୍ୱାରା କଣ ମିଳେ, କଣ ମିଳେ ନା, ତଳେ ସେ ଆମେ ବ୍ୟାଖ୍ୟାରେ କହୁଛୁ ଶୁଣନ୍ତୁ। ମାନବର ନାମ ମିଳେ, କିନ୍ତୁ ମାନବତା ମିଳେ ନାହିଁ। ଆରାମ ମିଳେ, ରାମ ଭକ୍ତି ମିଳେ ନାହିଁ। ଭୋଗ ସୁଖ ମିଳେ, ଶାନ୍ତି ମିଳେ ନାହିଁ। ଇନ୍ଦ୍ରିୟ ତୃପ୍ତି ମିଳେ, ଆନନ୍ଦ ମିଳେ ନାହିଁ। ସ୍ୱର୍ଣ୍ଣରତ୍ନ ମିଳେ, ଅଭୟ ମିଳେ ନାହିଁ। ବାସନା ମିଳେ, ଆତ୍ମତୃପ୍ତି ମିଳେ ନାହିଁ। ଅହଙ୍କାର ଅଭିମାନ ମିଳେ, ବିନୟ ମିଳେ ନାହିଁ। ସମ୍ମାନ ମିଳେ, ଶ୍ରଦ୍ଧା ମିଳେ ନାହିଁ। ସୌନ୍ଦର୍ଯ୍ୟ ପ୍ରସାଦନ ମିଳେ, ସୌନ୍ଦର୍ଯ୍ୟ ମିଳେ ନାହିଁ। ପୁସ୍ତକ ମିଳେ, ବିଦ୍ୟା ମିଳେ ନାହିଁ।
ଚିତ୍ର ମିଳେ ଚରିତ୍ର ମିଳେ ନାହିଁ, ମୃତ୍ୟୁ ମିଳେ ଅମୃତ ମିଳେ ନାହିଁ, ଭାତ ମିଳେ ଭୋଜ ମିଳେ ନାହିଁ, ଔଷଧ ମିଳେ ଆୟୁ ମିଳେ ନାହିଁ, ଆସକ୍ତି ମିଳେ ଶକ୍ତି ମିଳେ ନାହିଁ, ପଲଙ୍କ ମିଳେ ନିଦ୍ରା ମିଳେ ନାହିଁ, ଚଷମା ମିଳେ ଚକ୍ଷୁ ମିଳେ ନାହିଁ, ଶିକ୍ଷକ ମିଳେ ସଦ୍ଗୁରୁ ମିଳେ ନାହିଁ, ଡାକ୍ତର ମିଳେ ସ୍ୱାସ୍ଥ୍ୟ ମିଳେ ନାହିଁ, ସଙ୍ଗୀ ମିଳେ ମିତ୍ର ମିଳେ ନାହିଁ, କାମିନୀ ମିଳେ ଧର୍ମପତ୍ନୀ ମିଳେ ନାହିଁ, ଚାକର ମିଳେ ସେବକ ମିଳେ ନାହିଁ। ତେଣୁ ହେ ବୁଦ୍ଧିଜୀବୀ ଜ୍ଞାନଜୀବୀ ବନ୍ଧୁ, ନିଜର ବିଚାର ଅନୁସାରେ ମାନବର ଭଲ ହୁଏ ବା ମନ୍ଦ ହୁଏ, ମହାନ ହୁଏ କିମ୍ବା ଶୈତାନ ହୁଏ, ଦିବ୍ୟ ହୁଏ କିମ୍ବା ଅଶୁଭ ହୁଏ, ଶିଷ୍ଟ ହୁଏ କିମ୍ବା ଅଭଦ୍ର ହୁଏ, ବିଚାର ବାଟିକାରେ ସେ କିପରି ପୁଷ୍ପ ସୃଷ୍ଟି କରିପାରେ, ଯାହାର ଆଘ୍ରାଣ ମାତ୍ରକେ ହୃଦୟର ଆନନ୍ଦ ଶାନ୍ତି ଓ ଉତ୍ସାହ ବୃଦ୍ଧି ପାଏ, ଏପରି ବିଷାକ୍ତ ପୁଷ୍ପ ମଧ୍ୟ ସୃଷ୍ଟି କରିପାରେ, ଯାହା ଆଘ୍ରାଣ ମାତ୍ରକେ ମଣିଷ ମୂର୍ଚ୍ଛା ବା ମୃତ୍ୟୁ ଲାଭ କରିପାରେ। ବିଚାରକୁ ଉଚିତ ମାର୍ଗରେ ଠିକ ଭାବରେ ପରିଚାଳିତ କରିପାରିଲେ ମନୁଷ୍ୟ ଦିବ୍ୟତ୍ୱ ପୂର୍ଣ୍ଣତ୍ୱ ଆଡ଼କୁ ଗତି କରିପାରିବ। ସେହି ବିଚାରର ଦୁରୁପଯୋଗରେ ପଶୁତ୍ୱ ପ୍ରାପ୍ତି ହୋଇଥାଏ। ମନୁଷ୍ୟ ନିଜ ବିଚାରର ସ୍ୱାମୀ, ଚରିତ୍ରର ବିଧାୟକ, ଅବସ୍ଥା ବାତାବରଣ ଭାଗ୍ୟ ପ୍ରଚଳିତ ଓ ନିର୍ମାତା ଅଟେ। ଯେତେବେଳେ ମନୁଷ୍ୟ ବଳ ବୁଦ୍ଧି ସ୍ନେହ ପ୍ରେମ କରୁଣା ଇତ୍ୟାଦି ସଦ୍ଗୁଣର ପୂର୍ଣ୍ଣ ଜୀବନ ତଥା ନିଜର ବିଚାରର ସ୍ୱାମୀ, ସେ ଯେକୌଣସି ପରିସ୍ଥିତିରେ ନିଜ ଇଚ୍ଛା ଅନୁସାରେ ଜୀବନ ପରିବର୍ତ୍ତନ ବା ନବ ଜୀବନ ଲାଭ କରିବାର ଚାବିକାଠି ବ୍ୟବହାର କରିପାରେ। ସଜ୍ଜନତା, ବିନୟ, ନମ୍ରତା, ସୁଶୀଳତା ଏସବୁ ମାନବର ଅବିଚ୍ଛିନ୍ନ ଅଙ୍ଗ ହେବା ଉଚିତ। ଶିଷ୍ଟାଚାର, ସଦାଚାର, ସଜ୍ଜନତା ଦ୍ୱାରା ଜନତାର ସଭ୍ୟତା ଏବଂ ସ୍ୱତନ୍ତ୍ରତାର ବିକାଶ ହୋଇଥାଏ। ଡକ୍ଟର ରାଧାକୃଷ୍ଣନ ଏକ ଭାଷଣରେ କହିଥିଲେ କି ବ୍ୟକ୍ତିଗତ ଏବଂ ସାମାଜିକ ଅନୁଶାସନ ବିନା ସ୍ୱତନ୍ତ୍ରତା ଏକ ସନ୍ନାବ ଶବ୍ଦ ମାତ୍ର, ବିନୟ ବିନା ଅନୁଶାସନ ଅସମ୍ଭବତା, ବିନା ପାରସ୍ପରିକ ଏକତା ହେବ ବା କିପରି? ଗଳା ମିଳାଇବା ପାଇଁ ଦୁଇ ପଟୁ ଝୁଙ୍କିବା ଆବଶ୍ୟକ। ଅହଙ୍କାର ଏକ ବିନାଶକାରୀ ଦୁର୍ଗୁଣ। କ୍ରୋଧତା ଶତ୍ରୁତା ଦ୍ୱାରା ଶତ୍ରୁତା ବୃଦ୍ଧି ପାଏ। ସଂସାରରେ ସମସ୍ତେ ଚାହାନ୍ତି କି ଅନ୍ୟମାନେ ତାଙ୍କ ପ୍ରତି ସୁଶୀଳ, ବିନୟ, ନମ୍ର, ଶିଷ୍ଟାଚାରୀ ହୁଅନ୍ତୁ। ପ୍ରତ୍ୟେକ ବ୍ୟକ୍ତି ପରସ୍ପର ବିନୟୀ, ନମ୍ର, ସୁଶୀଳ ହୁଅନ୍ତି। ଏହା ଦ୍ୱାରା ପାରସ୍ପରିକ ସଦ୍ଭାବ ବଢେ। ଶାସ୍ତ୍ର ଆମକୁ ଶିକ୍ଷା ଦିଏ କି ପ୍ରତ୍ୟେକ ମନୁଷ୍ୟ ସଜ୍ଜନ ନିର୍ଦ୍ଦେଶିତ ମାର୍ଗ ଅନୁସରଣ କରୁ, ଶ୍ରେଷ୍ଠ ପୁରୁଷଙ୍କ ପରି ଆଚରଣ କରୁ, ଶିଷ୍ଟାଚାର ବା ସୌଜନ୍ୟ ବିକାଶ କରି। ସୌଜନ୍ୟ ବା ଶିଷ୍ଟାଚାର ଏକ ସତ ଅନ୍ୟ ଗୁଣମାନଙ୍କ ଅପେକ୍ଷା ଅଧିକ ମୂଲ୍ୟବାନ। ଏହା ଦ୍ୱାରା ମନୁଷ୍ୟ ଅନ୍ୟର ହୃଦୟ ଜୟ କରିପାରେ, ଜଣଙ୍କର ହୃଦୟ ଜୟ କରି ତାର ସର୍ବସ୍ୱ ପାଇପାରେ। ବିନୟ, ନମ୍ରତା, ସୁଶୀଳତା ଦ୍ୱାରା ଯେଉଁ କାର୍ଯ୍ୟ ହୋଇପାରେ ତାହା ବଡ଼ ବଡ଼ ଯୋଦ୍ଧାଙ୍କର ଦ୍ୱାରା ମଧ୍ୟ ଅସାଧ୍ୟ ହୋଇଥାଏ। ସାର୍ବଜନୀନ ଜୀବନକୁ ସରଳ, ସୁବ୍ୟବସ୍ଥିତ ଏବଂ ସୁରକ୍ଷିତ କରିବା ପାଇଁ ବିନୟ, ନମ୍ରତା, ସୁଶୀଳତା ଆଶ୍ରୟ କରିବା ଉଚିତ। ଆଜିକାଲି ସାମାଜିକ ଜୀବନରେ ଯେଉଁ ଉତ୍ସବତା, କର୍କଶତା, ନିଚତା ଦେଖିବାକୁ ମିଳେ ତାହାର ମନୁଷ୍ୟ କାରଣ ଶିଷ୍ଟାଚାର ଅଭାବ। ବ୍ୟକ୍ତିଗତ ଏବଂ ସାମାଜିକ ଅନୁଶାସନର ବର୍ତ୍ତମାନ ଢିଲା ପଡ଼ିଗଲାଣି। ନିର୍ଦ୍ଧନ, ସ୍ୱାର୍ଥପର ବା ଚାକର ମୂଲ୍ୟ ଶ୍ରେଣୀ ବ୍ୟକ୍ତି ଅବଶ୍ୟ ଅଭିନୟ କରନ୍ତି। ଇଚ୍ଛାକୃତ ଭାବେ କେହି କାହାରି ଅନୁଶାସନ ମାନିବାକୁ ଚାହାନ୍ତି ନାହିଁ। ଲଟାରୀ ଜବାବ ପଥରରେ ଦେଇ ନୀତି ବର୍ତ୍ତମାନ ସର୍ବତ୍ର ପରିଚିତ। ଉଦ୍ଧତ ପଣିଆକୁ ବୀରତ୍ୱ ଏବଂ ବିନମ୍ରତାକୁ ଲୋକେ ଏକାପୋଷିତ ବୋଲି କହୁଛନ୍ତି। ଶିଷ୍ଟାଚାର ଯେ ଏକ ଅତ୍ୟାବଶ୍ୟକ ଗୁଣ, ଏହା ସମସ୍ତେ ଜାଣନ୍ତି, କିନ୍ତୁ ପାଳନ କରିବାରେ କଷ୍ଟ ଅନୁଭବ କରନ୍ତି। ନିଜର ସ୍ୱାର୍ଥ ସିଦ୍ଧି ପାଇଁ ଶିଷ୍ଟାଚାର ସଜ୍ଜନତା ବିଜ୍ଞାପନ ଦର୍ଶାଇ ନାମ କାମ ହାସଲ କରନ୍ତି। ଅନେକ ପ୍ରକାର ଭଣ୍ଡ ଶିଷ୍ଟାଚାରୀ ସମାଜରେ ଦେଖିବାକୁ ମିଳେ। ନିଜର ଅଧିକାରୀ ସମ୍ମୁଖରେ ସେମାନେ ନିଜକୁ ଅଧିକ ବଳବାନ ବ୍ୟକ୍ତିଙ୍କ ସମ୍ମୁଖରେ ଖୁବ୍ ନମ୍ର, ଧୀର, ଶିଷ୍ଟ ହୋଇଥାନ୍ତି, କିନ୍ତୁ ନିଜଠାରୁ ଦୁର୍ବଳ ବ୍ୟକ୍ତି ପାଇଲେ ତା ଉପରେ ନାନା ପ୍ରକାର ହାକିମାତି କରନ୍ତି। ସମାଜର ଭୟରେ ଅନେକ ବାରିତ ସମ୍ପୂର୍ଣ୍ଣତାପୂର୍ଣ୍ଣ ବ୍ୟବହାର କରନ୍ତି, କିନ୍ତୁ ଘରି ଦେହଭଦ୍ର ଅସଭ୍ୟ ଭଳି ବ୍ୟବହାର ଦେଖାନ୍ତି ଯେ ଦେଖିଲେ ଲାଜ ଲାଗିବ। ଅନ୍ୟ ପ୍ରକାର ଶିଷ୍ଟାଚାରୀ ନିଜର ଆତ୍ମ ଦୁର୍ବଳତା ଯୋଗୁଁ ମ୍ରିୟମାଣ ହୋଇପଡ଼ନ୍ତି, ସମସ୍ତଙ୍କ ଆଗରେ ଆତ୍ମସମର୍ପଣ କରିଥାନ୍ତି। ଏପରି ବ୍ୟକ୍ତି ସମାଜରେ ଅନେକ ଅଛନ୍ତି ଯେଉଁମାନେ ନିର୍ଦ୍ଧନତା, ଶକ୍ତିହୀନତା ଯୋଗୁଁ ଅତ୍ୟନ୍ତ ନମ୍ର, ସୁଶୀଳ, ସଦାଚାରୀ
ପରି ଜାଣନ୍ତି, କିନ୍ତୁ ଟିକେ ସମସ୍ତ ହେବାରେ ସୁଯୋଗ ମିଳିଲେ କଳା ନାଗ ପରି ଦଂଶନ କରିବାକୁ ମଧ୍ୟ ଛାଡ଼ନ୍ତି ନାହିଁ। କୃତ୍ରିମ ଶିଷ୍ଟାଚାରୀ ଏପରି ତୁମକୁ ଦେଖିବାକୁ ମିଳିବ, ଯେଉଁମାନେ ନିଜର ସ୍ୱାର୍ଥ ସିଦ୍ଧି ପାଇଁ ଅନ୍ୟଠାରେ ଅତ୍ୟନ୍ତ ଚେଷ୍ଟା ପରି ବ୍ୟବହାର କରିଥାନ୍ତି, ଚାଟୁକାରିତା କରନ୍ତି, ପରଭକ୍ତି ଦେଖାନ୍ତି, କୃତ୍ରିମ ବ୍ୟବହାର ଅନେକ ମୁଗ୍ଧ କରନ୍ତି, ପଦ ବେତନ ପୁରସ୍କାର ଲାଭରେ ଅର୍ଥ ବା ନିଜର ପ୍ରୟୋଜନ ସିଦ୍ଧି ପାଇଁ ଶିଷ୍ଟାଚାର ଓ ସୌଜନ୍ୟତାର ମିଥ୍ୟା ପ୍ରଦର୍ଶନ କରିଥାନ୍ତି। ସେମାନଙ୍କର କୃତ୍ରିମ ଶିଷ୍ଟତା ପଛରେ ଦୁଷ୍ଟତା ଲୁଚି ରହିଥାଏ। ବହୁ ସ୍ୱାର୍ଥପର ବ୍ୟକ୍ତି ବଡ଼ ବଡ଼ ନେତାମାନଙ୍କୁ ସରକାରୀ କର୍ମଚାରୀ ମାନଙ୍କ ପାଇଁ ପ୍ରୀତି ଭୋଜନ ବହୁ ଅର୍ଥ ବ୍ୟୟ କରନ୍ତି, ନିଜର ସମସ୍ତ କିଛି ତାଙ୍କ ଚରଣରେ ନିବୃତ୍ତ ରୂପେ ଦେବାର ଅଭିନୟ କରନ୍ତି। ତା ପଛରେ ନିଜର ସ୍ୱାର୍ଥ ଆଦାୟର କଳ୍ପନା ଥାଏ। ସେମାନଙ୍କୁ କର୍ତ୍ତବ୍ୟ ଭ୍ରଷ୍ଟ କରି ନିଜର ମତଲବ ଆଦାୟ ଓ ଦୈନ୍ୟ ଶିଷ୍ଟାଚାର ସୌଜନ୍ୟମୂଳତା ମହାନ ଅବତାର ରୂପେ ଦର୍ଶନ୍ତି। ଏହା କଣ ଶିଷ୍ଟାଚାର? ଅନ୍ୟ ପ୍ରକାର ଶିଷ୍ଟାଚାରକୁ ଦେଖନ୍ତୁ। ଅତ୍ୟନ୍ତ ବିନୟ କଥାବାର୍ତ୍ତା, ଅତ୍ୟନ୍ତ ଉଦାର ନିଷ୍ପ୍ରଭାବ ସତ୍ୟ, ଯେପରି ସଂସାର କୌଣସି ବସ୍ତୁ ପ୍ରତି ଆଗ୍ରହ ନାହିଁ, କୌଣସି ବସ୍ତୁ ନେବା ପାଇଁ ଆଗ୍ରହ ନଥାଏ, କିନ୍ତୁ ହେଲେ ଛାଡ଼ନ୍ତି ନାହିଁ ବା ନ ନେଇ ଛାଡ଼ନ୍ତି ନାହିଁ। ତେଣୁ ତାଙ୍କୁ ସରବତ କିମ୍ବା ଚା ପିଇବାକୁ ଦିଅ ମନା କରିବେ, କିନ୍ତୁ ପରେ ଇଚ୍ଛା ହୋ ଦିଅନ୍ତି। ଯେତେବେଳେ ଅତି କଷ୍ଟ କଲେଣି ଇତ୍ୟାଦି କହି ଗ୍ରହଣ କରନ୍ତି। କୌଣସି ବସ୍ତୁ ନେବା ସମୟରେ ଏପରି ଭାବ ପ୍ରଦର୍ଶନ କରନ୍ତି, ଯେପରିକି ସେମାନେ ଦାତା ପ୍ରତି ମହାନ ଉପକାର କରୁଛନ୍ତି ବା ଦୟା କରୁଛନ୍ତି। ଏପରି ଅନେକ ପ୍ରକାର ମିଥ୍ୟା ଶିଷ୍ଟାଚାର ବର୍ତ୍ତମାନ ଦେଖିବାକୁ ମିଳୁଛି। ଶିଷ୍ଟାଚାର କେବଳ ବାକ୍ୟ ଦ୍ୱାରା, ବାକ୍ୟର ଉପର ବ୍ୟବହାର ଦ୍ୱାରା ସଫଳ ହୁଏ ନାହିଁ। ହୃଦୟ ସହିତ ତାର ସମ୍ବନ୍ଧ ଜଡ଼ିତ। ବ୍ୟବହାରିକ ସରଳତା ସରସତ୍ତା ପାଇଁ ଆନ୍ତରିକ ସଫଳତା ଓ କୋମଳତା ଆବଶ୍ୟକ। ଭିତରେ ସଦ୍ଭାବନା ନଥିଲେ ବାହାରେ ତାହା ପ୍ରକାଶ ପାଇବ ନାହିଁ। ନିଜ ଅନ୍ତରକୁ ଶିଷ୍ଟ ଓ ଉଦାର କରନ୍ତୁ। ଜୟ ଜଗନ୍ନାଥ। ନମସ୍କାର।